ଧର୍ମ ହେଉଛି ତାହା ଯାହା ସତ୍ୟକୁ ଅନୁସରଣ କରେ ଏବଂ ଅଧର୍ମ ହେଉଛି ତାହା ଯାହା ଅନ୍ୟମାନଙ୍କୁ କେବଳ କଷ୍ଟ ଦିଏ। ତୁମେ ହିଁ ଆରମ୍ଭ, ତୁମେ ହିଁ ଶେଷ, ତୁମେ ଅଟ ସଭିଙ୍କ ଆଶା, ସବୁ ଝଡ଼ଝଞ୍ଜା ପାରି କରାଉଛ, ତୁମେ ହିଁ ଶେଷ ଭରସା। ଜୀବନ ସେତେବେଳେ ବହୁତ ସୁନ୍ଦର ହୋଇଥାଏ ଯେତେବେଳେ ପରଖିବା ପାଇଁ ନୁହେଁ ବରଂ ବୁଝିବା ପାଇଁ ଜଣେ ମିଳିଯାଏ। ଏ ଦୁନିଆରେ ସମସ୍ତେ ସମସ୍ତଙ୍କ ଜାଗାରେ ଠିକ୍ ଅଛନ୍ତି। କିଏ କାହାକୁ ଦୁଃଖ ଦେଇ ଖୁସିରେ ଅଛି ତ ଆଉ କିଏ କାହାକୁ ଖୁସିରେ ରଖିବା ପାଇଁ ନିଜେ ଦୁଃଖରେ ଅଛି। ଛୋଟ ଛୋଟ କଥାକୁ ତୁମେ ଯଦି ଗୁରୁତ୍ୱ ନ ଦେବ କାଲି ସେ କଥା ବଡ଼ ହୋଇ ତୁମ ପାଖରେ ପହଞ୍ଚିବ। ସେତେବେଳେ କ'ଣ କରିବ? ତେଣୁ ବେଳ ଥାଉ ଥାଉ ସାବଧାନ ହୁଅ, ଛୋଟ ଛୋଟ କଥାକୁ ଗୁରୁତ୍ୱ ଦିଅ। ନିଜ ଉପରେ ଆଉ ନିଜ ଦକ୍ଷତା ଉପରେ ସର୍ବଦା ବିଶ୍ୱାସ ରଖନ୍ତୁ, କାହିଁକି ନା ଆପଣ ଯାହା ସ୍ୱପ୍ନ ଦେଖିଛନ୍ତି ଏବଂ ଯେଉଁ ଲକ୍ଷ୍ୟ ପାଇଁ ଆଶା ରଖିଛନ୍ତି ସେଥିପାଇଁ କେବଳ ଆପଣ ଯୋଗ୍ୟ ବ୍ୟକ୍ତି ଅଟନ୍ତି। ସଫଳତା ଏକ ସୁନ୍ଦର ପ୍ରେମିକା ପରି। ଏହା ଆମକୁ ଯେକୌଣସି ସମୟରେ ଛାଡ଼ିପାରେ, କିନ୍ତୁ ବିଫଳତା ଏହା ଆମକୁ ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇ ଯାଇଥାଏ। ଆଜିର ଯୁଗରେ ବିନା ସ୍ୱାର୍ଥରେ କିଏ କଥା ପଦେ ମଧ୍ୟ କରିନଥାନ୍ତି। ସାଥ କ'ଣ ଦେବେ? କାହାଠାରୁ ଅଧିକ ଆଶା କର ନାହିଁ। ଯାହା ସହିତ ତୁମେ ବେଶୀ ଜଡ଼ିତ ରହିଥାଅ ସିଏ ହିଁ ଦିନେ ଗଭୀର କ୍ଷତ ଦେଇଥାଏ।